ଓ କାଳିଦାସ ରାଜଦରବାରରେ ବସି କଥାବାର୍ତ୍ତା ହେଉଥାନ୍ତି। ସେହି ସମୟରେ ଭୀଷଣ ଗରମ ହେଉଥାଏ। ଗରମ ସକାଶେ ଦୁହେଁ ବାରମ୍ବାର ପାଣି ପିଉଥାନ୍ତି। ଦୁହିଁଙ୍କ ମୁହଁରୁ ଝାଳ ବାହାରୁଥାଏ। ରାଜା ବିକ୍ରମାଦିତ୍ୟ ଦେଖିବାକୁ ବହୁତ ସୁନ୍ଦର ଥିଲେ। ବିକ୍ରମାଦିତ୍ୟ ଦେଖିବାକୁ ଯେତିକି ସୁନ୍ଦର ଥିଲେ, କାଳିଦାସ ସେତିକି ଅସୁନ୍ଦର ଥିଲେ। ଝାଳରେ ତାଙ୍କ ମୁହଁ ଆହୁରି ଅସୁନ୍ଦର ଦେଖାଯାଉଥିଲା। ବିକ୍ରମାଦିତ୍ୟ କାଳିଦାସଙ୍କ ଆଡକୁ ଚାହିଁ ଭାବିଲେ କି କାଳିଦାସଙ୍କୁ କିପରି ଚିଡ଼ାଇବେ। ରାଜା ହସିକରି କହିଲେ, କାଳିଦାସ, ଆପଣ ବିଦ୍ୱାନ ଏବଂ ଗୁଣୀ ଅଟନ୍ତି, ମହାନ କବି ମଧ୍ୟ ଅଟନ୍ତି। ଆପଣଙ୍କ କବିତା ଯେତିକି ସୁନ୍ଦର, ଆପଣ ସେତିକି ଅସୁନ୍ଦର ଅଟନ୍ତି। ଯଦି ଆପଣଙ୍କୁ ସୁନ୍ଦର ରୂପ ମଧ୍ୟ ମିଳିଥାନ୍ତା, ତେବେ ତାହା ଅତ୍ୟନ୍ତ ଭଲ ହୋଇଥାନ୍ତା। ରୂପ ତ ସର୍ବଦା ଆକର୍ଷିତ କରିଥାଏ, କିନ୍ତୁ ଗୁଣ? ମହାରାଜ, ଏହାର ଉତ୍ତର ମୁଁ କାଲି ଦେବି। ଏହା କହି କାଳିଦାସ ସେଠାରୁ ଚାଲିଗଲେ। ସନ୍ଧ୍ୟା ହେବାକୁ ଥାଏ। କାଳିଦାସ ଏକ ପ୍ରସିଦ୍ଧ ସ୍ୱର୍ଣ୍ଣ କାରିଗର ପାଖରେ ପହଞ୍ଚି କହିଲେ, ତୁମର ସମସ୍ତ କାରିଗରଙ୍କୁ ଡକାଅ। ରାତିକ ମଧ୍ୟରେ ଶୁଦ୍ଧ ସ୍ୱର୍ଣ୍ଣରେ ଏକ ଅତି ସୁନ୍ଦର ସୁରେଇ ତିଆରି କରାଅ। ମହାରାଜଙ୍କ ପାଇଁ ଦରକାର ଅଛି। ମୁଁ ସକାଳ ହେବା ମାତ୍ରେ ନେବାକୁ ଆସିବି। ଦ୍ୱିତୀୟ ଦିନ ରାଜସଭାର ଠିକ୍ ପୂର୍ବରୁ କାଳିଦାସ ରାଜସଭାରେ ପହଞ୍ଚି ମାଟିର ସୁରେଇ, ଯେଉଁଥିରେ ଶୀତଳ ଜଳ ଭରି ରହିଥିଲା, ତାକୁ ସେଠାରୁ ବାହାର କରି ତା ସ୍ଥାନରେ ସ୍ୱର୍ଣ୍ଣର ସୁରେଇରେ ଜଳ ରଖି ତାକୁ କପଡାରେ ଘୋଡାଇ ଦେଲେ। ଠିକ୍ ସମୟରେ ରାଜା ବିକ୍ରମାଦିତ୍ୟ ରାଜସଭାରେ ପହଞ୍ଚିଲେ। ଆସିବା ମାତ୍ରେ ତୁରନ୍ତ ପାଣି ମାଗିଲେ। ସେବକ ସ୍ୱର୍ଣ୍ଣର ସୁରେଇରୁ ପାଣି ନେଇ ମହାରାଜଙ୍କୁ ଦେଲା। ପାଣି ପିଇବା ମାତ୍ରେ ସେ କ୍ରୋଧାନ୍ୱିତ ହୋଇ କହିଲେ, ସୁରେଇରେ ଗରମ ପାଣି ରଖିଛ କି? କାଳିଦାସ ତୁରନ୍ତ ଉଠିକରି ସୁରେଇ ଉପରୁ କପଡାଟିକୁ ବାହାର କରିଦେଲେ। ସମସ୍ତଙ୍କ ଦୃଷ୍ଟି ସୁରେଇ ଉପରେ ପଡିଲା। ସମସ୍ତେ ତାର ପ୍ରଶଂସା କଲେ। କିଏ ତାର ଗଢଣର ପ୍ରଶଂସା କରୁଥିଲା, ତ କିଏ ସୁନାର ଏବଂ କିଏ ତାର କାରୁକାର୍ଯ୍ୟକୁ। ରାଜାଙ୍କୁ ସୁରେଇଟି ଅତ୍ୟନ୍ତ ସୁନ୍ଦର ଲାଗିଲା, କିନ୍ତୁ କ୍ରୋଧ ଏବେ ବି ମଧ୍ୟ କମି ନଥିଲା। ରାଜା କହିଲେ, କଣ ସୁନାର ସୁରେଇରେ ପାଣି ରଖାଯାଏ? କେଉଁ ଆଡେ ଗଲା ମାଟିର ସୁରେଇ? କେଉଁ ମୂର୍ଖ ଏହାକୁ ଅଦଳ ବଦଳ କରିଛି? କାଳିଦାସ ଉଠି ଠିଆ ହେଲେ। କହିଲେ, ମହାରାଜ, ସେଇ ମୂର୍ଖ ତ ମୁଁ ଅଟେ। ଆପଣ ତ ସୁନ୍ଦରତାର ପୂଜାରୀ ଅଟନ୍ତି। ମାଟିର ସେଇ ଅସୁନ୍ଦର ସୁରେଇର ଭଲା ଏଠାରେ କଣ କାମ ଅଛି? ମହାରାଜ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ଏବଂ କହିଲେ, ସତରେ କାଳିଦାସ, ତୁମେ ଜିତିଲ ଏବଂ ମୁଁ ହାରିଲି।